ତ ଆଜି ଆମେ ନ୍ୟାୟର ସିଂହାସନ ପ୍ରଶ୍ନୋତ୍ତର କରିବା। ଦେଖ ପାଠ 2 ପଞ୍ଚମ କ୍ଲାସର ଭାଷା ମହାବର ପାଠ 2ର ନ୍ୟାୟର ସିଂହାସନ। ତାହେଲେ କ୍ୱେଶ୍ଚିନ୍ ଆନ୍ସର କରିବା କ'ଣ ଦେଇଛି। ତ ଆସ କଥା ହେବା। କ୍ୱେଶ୍ଚିନ୍ 1 ନମ୍ବର କ'ଣ ଦେଇଛି ଦେଖ, ତୁମର ପ୍ରିୟ ଖେଳ କ'ଣ? ତୁମେ ସେହି ଖେଳକୁ କିପରି ଖେଳ? ତ ଉତ୍ତର କେମିତି ଲେଖିବ ଦେଖ କହୁଛି। ତ 1 ନମ୍ବର ଉତ୍ତର ଲେଖିବ ମୋର ପ୍ରିୟ ଖେଳ ହେଉଛି କ୍ରିକେଟ, ବା ତୁମ କ'ଣ ବି ଖେଳ ଲେଖିବ। ତାପରେ କିମ୍ବା ଆପଣଙ୍କ ପସନ୍ଦର ଯେକୌଣସି ବି ଖେଳ ଲେଖିବ ହେଲା। ତାପରେ ଏହି ଖେଳର 2ଟି ଦଳ ଅଛି। କେଉଁଟାରେ? କ୍ରିକେଟ ଖେଳର ହେଲା। ଏହି ଖେଳର 2ଟି ଦଳ ଅଛି, 2ଟି ଦଳ ଥାନ୍ତି। ଜଣେ ବ୍ୟାଟିଂ କରେ ଓ ଅନ୍ୟ ଜଣେ ବୋଲିଂ କରେ। ବ୍ୟାଟ୍ ସାହାଯ୍ୟରେ ବଲକୁ ମାରି ରନ୍ ସଂଗ୍ରହ କରାଯାଏ। ତ ଏମିତି ଲେଖିବ 1 ନମ୍ବର। 2 ନମ୍ବର ଦେଖ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ବର୍ଣ୍ଣନା କର। ତ ଉତ୍ତର କେମିତି ଲେଖିବ ଦେଖ କହୁଛି। ତ ଉତ୍ତର ଲେଖିବ ହଁ, ଥରେ ମୋ ସାଙ୍ଗର ଗୋଟିଏ ଜଟିଳ ଗଣିତ ପ୍ରଶ୍ନର ସମାଧାନ କରିବାରେ ମୁଁ ସାହାଯ୍ୟ କରିଥିଲି। ସେ ବହୁତ ଚିନ୍ତାରେ ଥିଲେ, କିନ୍ତୁ ସମାଧାନ ପରେ ଆମେ ଦୁହେଁ ବହୁତ ଖୁସି ହୋଇଥିଲୁ। ତ 2 ନମ୍ବର ଉତ୍ତର ଏମିତି ଲେଖିବ। 3 ନମ୍ବର ଦେଖ କ'ଣ ଦେଇଛି। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଯଦି ତୁମକୁ କେବେ ରାଜା କରି ଦିଆଯିବ ତୁମେ କ'ଣ ସବୁ କରିବ? ତ ପିଲାମାନେ ତୁମେ ସବୁ କ'ଣ କରିବ ଦେଖ ଉତ୍ତର କେମିତି ଲେଖିବ। ତ ଉତ୍ତର ଲେଖିବ, ଯଦି ମୁଁ ରାଜା ହୁଏ ତେବେ ମୁଁ ସମସ୍ତ ଗରିବ ଲୋକଙ୍କୁ ସାହାଯ୍ୟ କରିବି, ଗଛ ଲଗାଇବି ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବି। ତ 3 ନମ୍ବର ଏମିତି ଲେଖିବ। 4 ନମ୍ବର ଦେଖ କ'ଣ ଦେଇଛି। 4 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପିଲାଟିର କେଉଁ ସବୁ ଗୁଣ ରହିଥିଲା ଯେଉଁ କାରଣ ପାଇଁ ସେ ସିଂହାସନରେ ବସି ପାରୁଥିଲା? ତ ପିଲାମାନେ ଉତ୍ତର ଲେଖିବ 4 ନମ୍ବର। ତ 4 ନମ୍ବର ଲେଖିବ, ପିଲାଟିର ନ୍ୟାୟପ୍ରିୟତା ଓ ନିର୍ଭକତା, ସତ୍ୟବାଦିତା ଏବଂ ସଠିକ୍ ବିଚାର କରିବାର ଶକ୍ତି ଭଳି ମହାନ ଗୁଣ ରହିଥିଲା। ସେଥିପାଇଁ ସେ ସିଂହାସନରେ ବସିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ତ 4 ନମ୍ବର ଏମିତି ଉତ୍ତର ଲେଖିବ। ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ସେଇଠି ଲେଖା ହେଇଛି ପାଠର ହେଡ଼ିଂ, ତା ତଳେ କ'ଣ ଲେଖା ହେଇଛି ଦେଖ, ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। ଏକାଧିକ ଜାଗାରେ ମଧ୍ୟ ଠିକ୍ ଚିହ୍ନ ରହିପାରେ। ଦେଖ 1 ନମ୍ବର କ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲା? ତ ଅପସନ୍ ଦେଇଛି 4ଟା କ'ଣ ଦେଖ, ପିଲାଙ୍କ ଦୁଷ୍ଟାମିରୁ, ନା ଲୋକ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ, ନା ପିଲାମାନେ ପିଲାଟି ବିରୋଧରେ କହିବାରୁ, ନା ମନ୍ତ୍ରୀମାନେ ପିଲାଟିର ବୁଦ୍ଧିର ପ୍ରଶଂସା କରିବାରୁ। ତ ଆର ଉତ୍ତର ହେବ, ତ ଆର 2 ନମ୍ବର ହେବ କ'ଣ ହେବ, ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରିଥିବାରୁ। ତ ସେଇଟା ଠିକ୍ ଚିହ୍ନ ମାରିବ। ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? ତ ପଏଣ୍ଟ ଦେଇଦେଇଛି ସେଇଟା ବି। ପିଲାମାନେ ଖେଳ ଖେଳରେ ନ୍ୟାୟ କରୁଥିଲେ, ନା ଲୋକେମାନେ ରାଜାଙ୍କ ଦରବାରକୁ ଯାଉନଥିବାରୁ, ନା ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରିଥିବାରୁ, ନା ସିଂହାସନରେ କୌଣସି ଚମତ୍କାର ରହିଥିବାରୁ। ତ ଆର ଉତ୍ତର ହେବ, ତ ଖର 2 ପଏଣ୍ଟଟା ହେବ ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରିଥିବାରୁ। ତ ସେଇଟା ଠିକ୍ ମାରିବ। ତ ଗ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଏବେ। ତ ଗ ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି, ପିଲାଙ୍କୁ ଏହି ଖେଳ ଏତେ ମେଳ କାହିଁକି ଲାଗିଲା, ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲା? ତ ଦେଖ ପଏଣ୍ଟ ଦେଇଦେଇଛି କ'ଣ କ'ଣ 4ଟା ଅପସନ୍ ଦେଇଦେଇଛି। କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ, ନା କାରଣ ଏହା ଅନ୍ୟ ଖେଳ ଠାରୁ ଅଧିକ ମନୋରଞ୍ଜନ ଦେଉଥିଲା, ନା କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା, ନା କାରଣ ଏହି ଖେଳ ଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧ ଅର୍ଜନ କରି ପାରୁଥିଲେ। ତ ଆର ଉତ୍ତର ହେବ, ତ ଗର 1 ନମ୍ବର ପଏଣ୍ଟଟା ଉତ୍ତର ହେବ କ'ଣ ହେବ, କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ। ତ ସେଇଟା ଠିକ୍ ଚିହ୍ନ ମାରିବ। ତ ଘ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ କଲା? ତ ଆର ବି ଅପସନ୍ ଦେଇଦେଇଛି 4ଟା କ'ଣ ଦେଖ, ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବ। 2 ପଏଣ୍ଟ ଦେଇଛି, କାରଣ ତାଙ୍କ କର୍ମ ପାଇଁ ପଶ୍ଚାତାପ ହୋଇଥିଲା, ନା 3 ମୃତ୍ୟୁପାନ ତାଙ୍କ ଏପରି କରିବାକୁ କହିଲା, ନା 4 ଲୋକମାନେ ତାଙ୍କୁ ଏପରି କରିବାକୁ କହିଲେ। ତ ଆର ଉତ୍ତର ହେବ, ତ ଆର ହେବ 1 ନମ୍ବର ପଏଣ୍ଟଟା କ'ଣ ଦେଇଛି ଦେଖ, ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବେ। ତ ସେଇଥିପାଇଁ ସେ ଉପବାସ କରୁଥିଲା, ନା ତ ସେଇଟା ଠିକ୍ ଚିହ୍ନ ମାରିବ। ଦେଖ ତା ତଳକୁ କ'ଣ ଲେଖା ହେଇଛି, ଭାବ ଲେଖ। ତ ନିମ୍ନ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ। ତ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? ତ ଆର ଉତ୍ତର ଲେଖିବ। ଉତ୍ତର ଲେଖିବ, ପିଲାମାନଙ୍କର ମନ ନିର୍ମଳ ଏବଂ ପବିତ୍ର ଥିଲା, କିନ୍ତୁ ରାଜାଙ୍କ ମନରେ ସେହି ପବିତ୍ରତା ନଥିଲା। ଏହି ସିଂହାସନ କେବଳ ନିଷ୍ପାପ ଓ ପବିତ୍ର ହୃଦୟରେ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ରାଜା ସେଥିରେ ବସିପାରିଲେ ନାହିଁ। ତ 1 ନମ୍ବର ପିଲାମାନେ ଏମିତି ଉତ୍ତର ଲେଖିବ। ଦେଖ ଏବେ 2 ନମ୍ବର କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକତା ଥିଲା କି? ଯଦି ହଁ ନାହିଁ ତାର କାରଣ ଲେଖ। ତ ଉତ୍ତର ଲେଖିବ ଆର।
ତ ଲେଖିବ ପ୍ରାୟଶ୍ଚିତ କରିବା ଦ୍ୱାରା ମନ ଶୁଦ୍ଧ ହୋଇ କିନ୍ତୁ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିଲା ନାହିଁ, କାରଣ ସେତେବେଳକୁ ସେ ନିଜ ମନକୁ ଅହଙ୍କାର ଓ ପାପ ସମ୍ପୂର୍ଣ୍ଣ ଭାବେ ଦୂର କରିପାରିନଥିଲେ, ଯାହା ସେହି ପବିତ୍ର ସିଂହାସନ ପାଇଁ ଅପରିହାର୍ଯ୍ୟ ଥିଲା। ତ ଉତ୍ତର ଏମିତି ଲେଖିବ 2 ନମ୍ବର। 3 ନମ୍ବର ଦେଖ କ'ଣ ଦେଇଛି। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଦୁଇ କୃଷକ ନିଜ କଳିରେ ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? ତ ଉତ୍ତର ଲେଖିବ। ତ ଦେଖ, ପିଲାଟି ସେହି ସିଂହାସନ ମାଟି ଢିପି ଉପରେ ବସିବ ମାତ୍ରେ ତାର ବୁଦ୍ଧି ଓ ବିଚାର ଶକ୍ତି ଅତି ଉଚ୍ଚକୋଟୀର ହୋଇଯାଇଥିଲା। ସେ ଅତି ନ୍ୟାୟପୂର୍ଣ୍ଣ ଏବଂ ସଠିକ୍ ସମାଧାନ ଦେଇଥିବାରୁ କୃଷକମାନେ ରାଜାଙ୍କ ପରିବର୍ତ୍ତେ ତା ପାଖକୁ ଯିବାକୁ ସ୍ଥିର କଲେ। ତ ଉତ୍ତର ଏମିତି ଲେଖିବ। ଏବେ ଦେଖ 4 ନମ୍ବର କ'ଣ ଦେଇଛି। ତ 4 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? ତ ଉତ୍ତର ଦେଖ କେମିତି ଲେଖିବ। ତ ଉତ୍ତର ଲେଖିବ ପିଲାମାନେ, ଯେତେବେଳେ ରାଜାଙ୍କୁ ଜଣାପଡ଼ିଲା ଯେ ତାଙ୍କ ହୃଦୟ ପିଲାଟି ପରି ଶୁଦ୍ଧ ନୁହେଁ, ସେତେବେଳେ ଶେଷ ମୂର୍ତ୍ତିଟି ବୁଝାଇଦେଲା ଯେ ଏହି ସିଂହାସନ କୌଣସି ସାଧାରଣ ବ୍ୟକ୍ତିଙ୍କ ପାଇଁ ନୁହେଁ, ଏହା କେହି ସେହି ପବିତ୍ର ସିଂହାସନକୁ ଧରି ମୂର୍ତ୍ତିଟି ଆକାଶକୁ ଉଡ଼ିଗଲା। ତ ପିଲାମାନେ 4 ନମ୍ବର ଉତ୍ତର ଏମିତି ଲେଖିବ। 5 ନମ୍ବର ଦେଖ, ଏବେ କ୍ୱେଶ୍ଚିନ୍ କ'ଣ ଦେଇଛି, ଏହି କାହାଣୀର ଆଉ ଏକ ନୂଆ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ ତାର କାରଣ ଲେଖ। ତ ଉତ୍ତର ଲେଖିବ 5 ନମ୍ବର। ତ 5 ନମ୍ବର ଉତ୍ତର ଲେଖିବ, ହେଡ଼ିଂ ଦେବ ନୂଆ ନାମ, ତାପରେ ନ୍ୟାୟର ପବିତ୍ର ଓ ପବିତ୍ର ସିଂହାସନ ଲେଖିବ। ତାର କାରଣ, ଏହି ଗଳ୍ପରୁ ଶିକ୍ଷା ମିଳେ ଯେ ନ୍ୟାୟ କରିବା ପାଇଁ ହୃଦୟରେ ପବିତ୍ରତା ଓ ସ୍ୱଚ୍ଛତା ରହିବା ନିହାତି ଜରୁରୀ। ସେଥିପାଇଁ ଏହି ନାମଟି ଯଥାର୍ଥ ମନେ ହୁଏ। ତ ଏମିତି ଲେଖିବ 5 ନମ୍ବର। ଏବେ ଦେଖ ତଳେ କ'ଣ ଦିଆଯାଇଛି କ୍ୱେଶ୍ଚିନ୍। ତ ଏଇଟାକୁ ହେଡ଼ିଂ ଦିଆଯାଇଛି ଅନୁମାନ ଓ କଳ୍ପନା କରିବା। 1 ନମ୍ବର କ'ଣ ଦିଆଯାଇଛି ଦେଖ, କାହାଣୀର ପିତୁଳାଗୁଡ଼ିକ ଉଡ଼ି ଯାଇଛନ୍ତି, ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ'ଣ କରୁଥିବେ? ତ ଉତ୍ତର ଲେଖିବ। ତ 1 ନମ୍ବର ଉତ୍ତର ଲେଖିବ, ପିତୁଳାଗୁଡ଼ିକ ହୁଏତ ସ୍ୱର୍ଗକୁ କିମ୍ବା କୌଣସି ଏକ ମାୟାବୀ ରାଜ୍ୟକୁ ଉଡ଼ି ଯାଇଥିବେ। ସେଠାରେ ସେମାନେ ନିଜର ପୂର୍ବ ରୂପ ଫେରି ପାଇ ଆନନ୍ଦରେ ବିଚରଣ କରୁଥିବେ। ତ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ ତେବେ କ'ଣ ହୋଇଥାନ୍ତା? ତ ଉତ୍ତର ଲେଖିବ। ସମ୍ଭାବ୍ୟ ଉତ୍ତର, ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ ତେବେ ସେ ହୁଏତ ନିଜକୁ ଅତି ଶକ୍ତିଶାଳୀ ଓ ଗର୍ବ ମନେ କରିଥାନ୍ତା। ମାତ୍ର ତ 2 ନମ୍ବର ଉତ୍ତର ଏମିତି ଲେଖିବ। ଏବେ ଦେଖ ନେକ୍ସଟ ପେଜ କ'ଣ ଦିଆଯାଇଛି। ତ ପେଜ ନମ୍ବର 20 ଦେଖ କ'ଣ ଦିଆଯାଇଛି, ଭାଷାର କଥା। ହେଡ଼ିଂ ଦିଆଯାଇଛି 1 ନମ୍ବର କ'ଣ ଲେଖିଛି, ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ଧ୍ୟାନ ଦେଇ ପଢ଼। ତ ଦେଖ ସେ କ'ଣ ଲେଖିଛି, ତେବେ ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନରେ କିଛି ଚମତ୍କାରତା ଅଛି, ମୁଁ ଏହାର ଯାଞ୍ଚ କରିବି। ଉପରେ ଲିଖିତ ବାକ୍ୟ ପଢ଼ିବା ସମୟରେ କିଛି ଅସୁବିଧା ହୋଇଥିବ, ଏବେ ଆଉ ଥରେ ସେହି ବାକ୍ୟ ଗୁଡ଼ିକୁ ପଢ଼। ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନରେ କିଛି ଚମତ୍କାରତା ଅଛି, ମୁଁ ଏହାର ଯାଞ୍ଚ କରିବି। ତ ଲେଖାଯାଇଛି ପିଲାମାନେ ଏମିତି। ତା ତଳେ କ'ଣ ଲେଖାଯାଇଛି ଦେଖ, ନୀଳ କଲର ଅକ୍ଷରରେ, ଏବେ ଉପରୋକ୍ତ ବାକ୍ୟ ପଢ଼ିବା ପରେ ପୂର୍ବ ଥର ପରି କୌଣସି ଅସୁବିଧା ହୋଇନଥିବ, ବାକ୍ୟ ଗୁଡ଼ିକର ଭାବ ଅର୍ଥ ମଧ୍ୟ ବୁଝ ପାରିଥିବ। ଏହାର କାରଣ ହେଲା ବାକ୍ୟରେ କିଛି ବିଶେଷ ଚିହ୍ନ, ଯେପରି ଚିହ୍ନ ଏଠି କିଛି ଦିଆଯାଇଛି ତାପରେ ପ୍ରୟୋଗ କରାଯାଇଛି। ଏହି ପ୍ରକାର ଚିହ୍ନକୁ ବିରାମ ଚିହ୍ନ କୁହାଯାଏ। ତ ଦେଖ ତା ତଳେ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକ କର, ବିରାମ ଚିହ୍ନ ବସାଇ ଆଉ ଥରେ ଲେଖ। ତ ଦେଖ କ ନମ୍ବର କ'ଣ ଲେଖା ହେଇଛି, ରହିଯାଆନ୍ତୁ ରାଜା, ଯେଉଁ ପିଲା ଏହି ସିଂହାସନରେ ବସିଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାଷଣ ଥିଲା, ତା ମନ କୁଳସିତ ଓ ନଥିଲା। ତୁମେ ଯଦି ନିଜକୁ ଏହିଭଳି ଯୋଗ୍ୟ ମନେ କରୁଛ ତେବେ ଏହି ସିଂହାସନରେ ବସିପାର। ତ ଦେଇଦେଇଛି କ ନମ୍ବର। ଖ ନମ୍ବର ଦେଖ ଦେଇଛି, ଯଦି ଗୋଟିଏ ସାମାନ୍ୟ ପିଲା ଏହି ସିଂହାସନରେ ବସିପାରୁଛି ତେବେ ମୁଁ ରାଜା ହୋଇ ପୁଣି ଧନବାନ, ବଳବାନ ଓ ବୁଦ୍ଧିମାନ ଭାବେ ଏହି ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ। ତ 2 ନମ୍ବର ଦେଖ କ'ଣ ଲେଖିଛି, ତୃତୀୟ ପିତୁଳିକା ମଧ୍ୟ ଉଡ଼ିଗଲା। ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ। ତ କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ଏହି ବାକ୍ୟରେ ବିଶେଷ ପଦ କେଉଁଟି? ତ ପିଲାମାନେ ଆମେ ଯେଉଁ ବାକ୍ୟଟା ପଢ଼ିଲା ଉପରେ, ସେ ବାକ୍ୟରେ ବିଶେଷ ପଦ କ'ଣ? ତ ଉତ୍ତର ଲେଖିବାର ତ କ ନମ୍ବର ଉତ୍ତର ଲେଖିବ ପିତୁଳକା। ତ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ଏଥିରେ କେଉଁ ଶବ୍ଦଟି ବିଶେଷ ପଦର ବିଶେଷଣ ଭାବେ ବ୍ୟବହୃତ ହୋଇଛି? ତ ଆର ଉତ୍ତର ଲେଖିବ ତୃତୀୟା ଲେଖିବ।
ଏବେ ଲେଖି ସାରିଲା ପରେ ଦେଖ ନେକ୍ସଟ পেজ କ'ଣ ଦିଆଯାଇଛି। ତ পেଜ ନମ୍ବର 21 କାଢ଼। ଦେଖ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ନିମ୍ନ ବାକ୍ୟ ଗୁଡ଼ିକର ବିଶେଷଣ ପଦ ଗୁଡ଼ିକୁ ଚିହ୍ନଟ କର, ତା ତଳେ ଗାର ଦିଅ। ତ ଏଠି ଦେଖା ଦିଆଯାଇଛି ଗୋଟେ, ଯେପରି ଗୋଟିଏ ଦିନ ତଳେ ପିଲା ପଡ଼ିଆରେ ଖେଳୁଥିଲେ। ତ ଗୋଟିଏ ତଳେ ଗାର ଦିଆଯାଇଛି, ତଳେ ବି ଗାର ଦିଆଯାଇଛି। ତ ସେଇଟା ହେଉଛି କ'ଣ ଯେ ବିଶେଷଣ ପଦ। ତ ଦେଖ କ'ଣ ଲେଖାଯାଇଛି। ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ତ ଦିନ ଓ ପିଲା ଶବ୍ଦ ଦ୍ୱିତୀୟ ବିଶେଷ ପଦ। ତ ପିଲାମାନେ ଗୋଟି ଓ ତଳ, ତ ସେଇଠି ଗାର ଦିଆଯାଇଛି। ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ। ଏହା ବିଶେଷ ପଦର ପରିମାଣକୁ ସୂଚାଉଛି। ତ ଦେଖ 4ଟା ଦେଇଦେଇଛି କ ଖ ଗ। କରେ କ'ଣ ଲେଖାଯାଇଛି, ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ତ ଦେଖ କୋଉଠି ଗାର ଟାଣିବ, ତ କ ନମ୍ବର ସୁଦୀର୍ଘ ତଳେ ଗାର ଟାଣିବ। ଖ ନମ୍ବର ଏବେ ଦେଖ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ଏତେ ଛୋଟ ବୟସରୁ ଏମିତି ବୃଦ୍ଧି ରହିବା ଆଶ୍ଚର୍ଯ୍ୟ କଥା। ତ ପିଲାମାନେ ଏଇଟା ଛୋଟ ବୟସରୁ ଆଶ୍ଚର୍ଯ୍ୟ କଥା, ତ ସେଇଟା ଛୋଟ ତଳେ ଗାର ଟାଣିବ। ଗ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ରାଜା ଦେଖିଲେ ଯେ ଏହା ପଥର ନୁହେଁ, ବହୁତ ସୁନ୍ଦର ସିଂହାସନ ଅଟେ। ତ ପିଲାମାନେ ସେଇଟା କୋଉଠି ଗାର ଟାଣିବ ଯେ ବହୁତ ସୁନ୍ଦର, ତ ସେ ତା ତଳେ ସେଇଠି ଗାର ଟାଣିବ। ତାପରେ ଘ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲା। ତ ସେଇଟା କୋଉଠି ଯେ ଗାର ଟାଣିବ, ହଜାର ହଜାର ଲୋକ, ତ ସେ ତା ତଳେ ସେଇଠି ଗାର ଟାଣିବ। ତ ଏ ଯାକ ହେଉଛି ସବୁ ଗୋଟେ ଗୋଟେ ବିଶେଷ୍ୟ ପଦ। ଏବେ ଦେଖ 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ 4 ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି, ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର ଯାହାଦ୍ୱାରା ତୁମ କାହାଣୀରେ ଥିବା ସିଂହାସନ ଉପରେ ବସିପାରିବ। ତ ଲେଖ। ତ ପିଲାମାନେ ଦେଖ ଏଇଟା ଗୋଟେ ସିଂହାସନ ଦେଇଛି, ତୁମର କ'ଣ କ'ଣ ଗୁଣ ଥିଲେ ତୁମେ ସେଇ ସିଂହାସନରେ ବସିପାରିବ। ତ ଘୋଡ଼ା ବି କେତେବେଳେ ଦେଇଛି, ଗୋଟେ। ତ ଘୋଡ଼ା ବି କିଛି ଦେଇଦେଇଛି, ସେ ଘୋଡ଼ା ଭିତରେ ଗୋଟେ ଗୋଟେ ପଏଣ୍ଟ କରି ଲେଖିବ। ଦେଖ ମୁଁ କହିଦେଉଛି। ତ ଘୋଡ଼ା ଭିତରେ ଗୋଟେ ପଏଣ୍ଟ ଲେଖିବ, ନ୍ୟାୟପ୍ରିୟତା। ଜଣେ ଶାସକ ବା ସିଂହାସନରେ ବସୁଥିବା ବ୍ୟକ୍ତି ସବୁବେଳେ ନ୍ୟାୟ ଅନୁସାରେ କାମ କରିବା ଉଚିତ। ତାପରେ ଦ୍ୱିତୀୟ ପଏଣ୍ଟ ଲେଖିବ, ସତ୍ୟବାଦିତା। ସବୁ ପରିସ୍ଥିତିରେ ସତ କହିବା ଏକ ମହାନ ଗୁଣ। ତାପରେ 3 ପଏଣ୍ଟ ଲେଖିବ, ପରୋପକାର। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ସମସ୍ତଙ୍କୁ ମଙ୍ଗଳ ପାଇଁ ଚିନ୍ତା କରିବା। ତ ସେ ଗୋଟେ ଗୋଟେ ଘରରେ ଗୋଟେ ଗୋଟେ ପଏଣ୍ଟ ଲେଖିବ। ତାପରେ 4 ନମ୍ବର ପଏଣ୍ଟ ଲେଖିବ, ଧୈର୍ଯ୍ୟ ଓ ସାହସ। କଠିନ ସମୟରେ ବିଚଳିତ ନ ହୋଇ ସାହସର ସହିତ ପରିସ୍ଥିତିର ସାମ୍ନା କରିବା। 5 ନମ୍ବର ପଏଣ୍ଟ, ଦୟା ଓ କ୍ଷମା। ଦୁଃଖ ଓ ଅସହାୟଙ୍କ ପ୍ରତି ଦୟାଭାବ ରଖିବା ଏବଂ ଅନ୍ୟର ଭୁଲକୁ କ୍ଷମା କରିବା। ତ ପିଲାମାନେ ଏମିତି ଗୋଟେ ଗୋଟେ ପଏଣ୍ଟ କରିକି ସେ ବାକ୍ସରେ ଲେଖିବ। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ পেଜ ନମ୍ବର 22 କାଢ଼। ଦେଖ ଉପରେ କ'ଣ ଲେଖିଛି, ପାଠରୁ ଆଗକୁ ଲେଖାଇଛି ହେଡ଼ିଂ। 1 ନମ୍ବର କ'ଣ ଲେଖାଇଛି ଦେଖ। କାହାଣୀର ଗାଁ ଲୋକମାନେ ସେମାନଙ୍କ କଳିର ସମାଧାନ କରିବାକୁ ଯେପରି ପିଲାଟି ନିକଟକୁ ଯାଇଥିଲେ, ତୁମେ ସେହିପରି ନିଜ ସମସ୍ୟା ସମାଧାନ ନିମନ୍ତେ କାହା ନିକଟକୁ ଯାଅ, ସେମାନଙ୍କ ନିକଟକୁ କାହିଁକି ଯାଅ, ନିଜ ଖାତାରେ ଲେଖ। ତ କେମିତି ଦେଖ ଲେଖିବ କହିଦେଉଛି। ତ 1 ନମ୍ବର ଉତ୍ତର ଲେଖିବ, ଏଠାରେ ତୁମେ ତୁମର ବ୍ୟକ୍ତିଗତ ଅନୁଭୂତି ବିଷୟରେ ଲେଖିପାରିବ। ତ ପିଲାମାନେ ଲେଖିପାରିବ, ସାଧାରଣତଃ ଆମେ ଆମର ସମସ୍ୟା ସମାଧାନ ପାଇଁ ବାପା ମା, ଶିକ୍ଷକ କିମ୍ବା କୌଣସି ବଡ଼ ଭାଇ ଭଉଣୀଙ୍କ ପାଖକୁ ଯାଉ। ସେମାନଙ୍କର ଅଭିଜ୍ଞତା ଅଧିକ ଏବଂ ସେମାନେ ଆମକୁ ସଠିକ୍ ପରାମର୍ଶ ଦେଇପାରିବେ, ସେଥିପାଇଁ ଆମେ ସେମାନଙ୍କ ପାଖକୁ ଯାଉ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିପାରିବ। ଦେଖ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। ଏବେ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ତୁମ ପ୍ରତି କିଏ କେବେ ଅନ୍ୟାୟ କରିଥିବାର ଅନୁଭବ ହେଇଛି କି? ତୁମେ ଏହିଭଳି ପରିସ୍ଥିତିରେ ସାମାନ୍ୟ କିପରି, ତ ଏଠି ସାମାନ୍ୟ ଭୁଲ ଲେଖାଯାଇଛି, ସମାଧାନ କିପରି କଲ, ନିଜ ଖାତାରେ ଲେଖ। ତ ଉତ୍ତର ଆର ଲେଖିବ 2 ନମ୍ବର। ତ ପିଲାମାନେ ଆର ଉତ୍ତର ଲେଖିବ କ'ଣ ଲେଖିବ ଯେ, ଦେଖ ଏଇ ପ୍ରଶ୍ନର ତୁମ ଜୀବନର କୌଣସି ଏକ ଘଟଣା ବିଷୟରେ ଲେଖିବ ଯେଉଁଠାରେ ତୁମକୁ ଲାଗିଥିବ କି କିନ୍ତୁ ତୁମେ ଭୁଲ ହୋଇଛି। ତ ପିଲାମାନେ ଏଇଟା ନିଜ କୌଣସି ଯଦି ଭୁଲ ହେଇଥିଲେ ତା ବିଷୟରେ ଏଇଟା ଲେଖିବ ପିଲାମାନେ ତାର ଉତ୍ତର କରିକିରି। ମୁଁ ଏଇଟା ଉଦାହରଣ ଦେଇଦେଇଛି ପିଲାମାନେ, ଏଇଟା ଲେଖିଦଉନି, ଏ ଉତ୍ତରଟା ଲେଖିଦଉନି, ମୁଁ ଉଦାହରଣ ଦେଇକିରି ତୁମକୁ ଏଇନେ କହିଦେଉଛି। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ଲେଖା ହେଇଛି ପାଠାଗାରର ବ୍ୟବହାର। ଦେଖ କ'ଣ ଲେଖା ହେଇଛି ପାରାଗ୍ରାଫରେ, ତୁମେ ପଢ଼ିଥିବା ନ୍ୟାୟର ସିଂହାସନ ଗଳ୍ପଟି ବହୁ ବର୍ଷ ପୁରୁଣା ବ୍ରିଟିଶର ସିଂହାସନରୁ ଆସିଅଛି। ଏହି ପୁସ୍ତକରେ ରାଜା ବିକ୍ରମାଦିତ୍ୟଙ୍କ ଉପରେ ଆଧାରିତ 32ଟି ସୁନ୍ଦର କାହାଣୀ ରହିଛି। କାହାଣୀ ଗୁଡ଼ିକ ଅତ୍ୟନ୍ତ ରୁଚିକର, ମନୋଲୋଭ ଓ ଆକର୍ଷଣୀୟ। ଦେଖ ତୁମେ ତୁମ ବିଦ୍ୟାଳୟର ପାଠାଗାରରୁ ପାଞ୍ଚତନ୍ତ୍ର, ହିତୋପଦେଶ ଓ ଜାତକ କାହାଣୀ ମାଳା ଭଳି ପୁସ୍ତକ ଖୋଜି ପଢ଼ ଓ ଗଳ୍ପକୁ ଯାହା ଶିଖିଲ ଖାତାରେ ଲେଖ। ସେମାନଙ୍କ ସହିତ ମଧ୍ୟ ଆଲୋଚନା କର। ଦେଖ ତା ତଳେ କ'ଣ ଲେଖାଯାଇଛି, ଆସ ପଚାରି ଲେଖିବା ଦିଆଯାଇଛି ପିଲାମାନେ ହେଡ଼ିଂ। ଦେଖ କ'ଣ ଲେଖାଯାଇଛି, ସିଂହାସନ ଏକ ସ୍ୱତନ୍ତ୍ର ଆସ୍ଥାନା। ଏଥିରେ ରାଜା ମହାରାଜାମାନେ ଉପବେଶନ କରନ୍ତି। ଅନେକ କାରୁକାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ ପଦାର୍ଥ ବ୍ୟବହାର କରି ସିଂହାସନରେ ତିଆରି କରାଯାଏ।
ଠିକ୍ ସେହିଭଳି ଆହୁରି ଆମେ ଦୈନନ୍ଦିନ ଜୀବନରେ ବସିବା ପାଇଁ ଅନେକ ବସ୍ତୁ ରହିଛି, ସେଗୁଡ଼ିକ ଖୋଜିବା ଓ ସେଗୁଡ଼ିକୁ ବର୍ଣ୍ଣନା କରିବା ଓ ସେଗୁଡ଼ିକ ନାମ ଲେଖିବା। ତ ପିଲାମାନେ ସିଂହାସନ କଣ କୌଣସି ବସ୍ତୁ ବା ସେ ରାଜବାଡ଼ି କଣ କୌଣସି ବସ୍ତୁ ରହୁଛି ସେ ବିଷୟରେ ଏବେ ଗୋଟେ ଗୋଟେ ଏକାନି ଲେଖା ହେଇଛି। ତ ଚାଲ ଲେଖିବା ଗୋଟେ ଗୋଟେ କରି ଏହାର ବିଷୟରେ। ତ ଦେଖ ଏକାନି ହେଡ଼ିଂ ଦିଆଯାଇଛି ବସ୍ତୁ ଗୋଟେ ବର୍ଣ୍ଣନା ଗୋଟେ ଦେଇଛି। ତ ଆମ ଅଞ୍ଚଳରେ ଏହାର ନାମ। ତ ପିଲାମାନେ ଦେଖ ସପ ଲେଖା ହେଇଛି, ସେଠୁ ସପ ଚିତ୍ର ଅଛି, କଣ ଲେଖା ହେଇଛି ଦେଖ ବର୍ଣ୍ଣନା। ଏହା ଘାସ ବାଉଁଶ କିମ୍ବା ପ୍ଲାଷ୍ଟିକରେ ତିଆରି, ଏହାକୁ ଭୂମି ଉପରେ ପକାଇ ବସିବାକୁ ହୁଏ। ତ ପିଲାମାନେ ଆମ ଅଞ୍ଚଳରେ ଏହାର ନାମ କଣ? ତ ଲେଖିବ ଏହାର ପଟି ବୋଲି କୁହାଯାଏ। ତ ପିଲାମାନେ ପଟି ଲେଖିଦବ। ନେକ୍ସଟ ଦିଆଯାଇଛି କଣ ବସ୍ତୁ ଦରି ଦିଆଯାଇଛି, ସେଥିରେ ବି ବର୍ଣ୍ଣନା ଲେଖା ହେଇଛି। ଏହା ମୋଟା କପଡ଼ା ବା ସୂତାରେ ତିଆରି, ଏହା ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସବ ମାନଙ୍କରେ ବ୍ୟବହୃତ ହୁଏ। ତ ଆମ ଅଞ୍ଚଳରେ ଏହାର ନାମ କଣ? ତ ତମ ଅଞ୍ଚଳରେ କଣ ନାମ ଥିବ? କାହା ଅଞ୍ଚଳରେ ଥିବ ପାଲ ଥିବ, କାହା ଅଞ୍ଚଳରେ ଦରି ଥିବ। ତ ସେ ଅନୁସାରେ ଲେଖିବ। ତାପରେ ଦେଖ ନେକ୍ସଟ କଣ ଲେଖିଛି ମାଞ୍ଚିଆ, ଏଇଟା କଣ ପିଲାମାନେ ବସିବାର। ତ ଦେଖ ବର୍ଣ୍ଣନା କଣ ଲେଖିବ? ବର୍ଣ୍ଣନାରେ ଲେଖିବ ଏହା ବାଉଁଶ କିମ୍ବା ବେତରେ ତିଆରି ଏକ ଆସନ, ଏହା ଉପରେ ବସିବା ପାଇଁ ବ୍ୟବହାର କରାଯାଏ। ତ ପିଲାମାନେ ଏମିତି ଲେଖି ସାରିଲା ପରେ ଆମ ଅଞ୍ଚଳରେ ଏହାର ନାମ କଣ? ଚୌକି ବା ଚୌକି ଲେଖିଦେବ ଆଉ। ତା ତଳେ ଦେଖ କଣ ଲେଖିଛି ଚିତ୍ର କଣ ଲେଖାହେଇଛି। ନେକ୍ସଟ ଖଟିଆ ଲେଖା ହେଇଛି। ତ ଖଟିଆରେ କଣ ଲେଖିବ ଦେଖ। ତ ଖଟିଆରେ ଲେଖିବ ଏହା କାଠ ଓ ଦଉଡ଼ିରେ ତିଆରି ହୋଇଥାଏ, ଏହା ଶୋଇବା ପାଇଁ ବା ବସିବା ପାଇଁ ବ୍ୟବହୃତ ହୁଏ। ତ ପିଲାମାନେ ଆମ ଅଞ୍ଚଳରେ ଏହାର ନାମ କଣ? ଖଟ କୁହାଯାଏ। ତ ଖଟ ଲେଖିବ ସେ ଆମ ଅଞ୍ଚଳରେ। ତ ପିଢ଼ା ଦିଆଯାଇଛି ନେକ୍ସଟ। ତ ପିଢ଼ାରେ କଣ ଲେଖିବ? ତ ଲେଖିବ ଏହା କାଠରେ ତିଆରି ଏକ ଛୋଟ ଆସନ, ଖାଇବା ସମୟରେ ବା ପୂଜା କାର୍ଯ୍ୟରେ ଏହା ଉପରେ ବସନ୍ତି। ତ ପିଲାମାନେ ତାର କଣ ଯେ ଆମ ଅଞ୍ଚଳରେ ଏହାର ନାମ କଣ? ତ ପିଢ଼ା କୁହାଯାଇଛି। ପିଢ଼ା କୁହାଉଛି କାହା କୋଉ ଅଞ୍ଚଳରେ କଣ ଲେଖା ହଉଥିବ, ତ ପିଢ଼ା ବି ଲେଖିପାରିବ। ତାପରେ ଦେଖ କଣ ଲେଖାହେଇଛି। ତାପରେ କଣ ଲେଖାହେଇଛି ପଟି ଲେଖାହେଇଛି। ପିଲାମାନେ ପଟିରେ କଣ ଲେଖିବ ଦେଖ। ତ ପଟିରେ ଲେଖିବ ଏହା ଖଜୁରୀ ପତ୍ର ବା କେତିକି ପତ୍ରରେ ତିଆରି ହୋଇଥାଏ, ଏହା ଶୋଇବା ପାଇଁ ଖଟ ଚଟଣାରେ ପକାଯାଏ। ତ ପିଲାମାନେ ପଟିରେ ଏମିତି ଲେଖିବ। ତାପରେ ସେଠି ଦେଖ ଆମ ଅଞ୍ଚଳରେ ଏହାର ନାମ କଣ? ପଟିଆ କୁହାଯାଇଛି। ତ ପଟି ଲେଖିପାରିବ। ତାପରେ ତମ ଅଞ୍ଚଳରେ ଯଦି ଯୋଉଟା କୁହାଥିବ ସେଇଟା ଲେଖିପାରିବ। ତ ଏବେ ସରିଲା। ଏବେ ଦେଖ ନେକ୍ସଟ ପେଜ କଣ ଦିଆଯାଇଛି। ତ ପିଲାମାନେ ପେଜ ନମ୍ବର କାଢ଼ 24। ଦେଖ ବୁଝିଲେ ଜାଣିବ କଣ ଲେଖା ହେଇଛି ଦେଖ। ଆମ ଓଡ଼ିଆ ଭାଷାରେ ଅନେକ ପହେଳି ରହିଛି, ସେଗୁଡ଼ିକ ପଢ଼ି ବୁଝିଲେ ଆମକୁ ବହୁତ ଆନନ୍ଦ ମିଳେ। ତ ଏକ ନମ୍ବର କଣ ଲେଖା ହେଇଛି ଦେଖ। ସଫା ଥିବା ବେଳେ ଦେହ ମୋ କଳା, ମଇଳା ହୋଇଗଲେ ଦିଶେ ଧଳା, ଶ୍ରେଣୀ ଭିତରେ ମୁଁ ରହେ, କହିଲେ ଦେଖି ମୁଁ କିଏ। ତ ପିଲାମାନେ ଆର ଗୋଟେ ଗୋଟେ ଉତ୍ତର 5ଟା ଯୋଉ ଲେଖା ହେଇଛି ତାର ଉତ୍ତର ତା ତଳେ ଆଗେ ଲେଖା ହେଇଛି, ଗୋଟେ ଗୋଟେ କରି ଲେଖିପାରିବେ। ଦେଖ ମୁଁ କହିଦେଉଛି। ତ ଏକ ନମ୍ବର ଉତ୍ତର ହେବ କଳାପଟା। ତ ସେଇଟା ତ ଗାର ଯୋଉ ଗୋଲ ବୁଲେଇ ଦେଇଛି ତାର ସେ ତଳେ ଆଗେ ଉତ୍ତର ଲେଖିଛି। 2 ନମ୍ବର କଣ ଲେଖା ହେଇଛି ଦେଖ। ଖରା ବରସାରେ ମୁଁ ଅଟେ ସାଥୀ, ଧରିଥାନ୍ତି ମୋତେ ଅଜାଠୁ ନାତି, ଭଳି ଭଳି ରଙ୍ଗେ ଭାରି ସୁନ୍ଦର, କହିବ ପାରିବ ନାମଟି ମୋର। ତ ଆର ଉତ୍ତର ସେଇଟା ବି ଲେଖା ହେଇଛି, କଣ ଲେଖା ହେଇଛି ଛତା। ତ ପିଲାମାନେ ଯୋଉ କୋଶ୍ଚିନ୍ ସେ କୋଶ୍ଚିନ୍ ଉତ୍ତର ଗୋଟେ ଗୋଟେ ତାର ତଳେ ବି ଲେଖା ହେଇଛି, ତ ଲେଖିପାରିବ। ତ ପିଲାମାନେ ଏହିପରି ଭାବେ ନ୍ୟାୟର ସିଂହାସନ କୋଶ୍ଚିନ୍ ଆନ୍ସର ସରିଲା ପାଠ 2। ତ ପିଲାମାନେ 1 ନମ୍ବର ପାଠଟା ବି କୋଶ୍ଚିନ୍ ଆନ୍ସର ଛାଡ଼ି ଦେଇଛି, ଡିସ୍କ୍ରିପ୍ସନରେ ଲିଙ୍କ ଦେଇଦେଇଛି, ଯାଇରେ ଦେଖିପାରିବ।